ବାର୍ତ୍ତା ଆମର ଯାଉଛି ଆମେ ଯେତିକି ଜାଗ୍ରତ କରୁଛୁ ସଚେତନ କରୁଛୁ ଲୋକମାନଙ୍କୁ। ପ୍ରଥମେ ସଚେତନ ଯେଉଁମାନେ ବିଭିନ୍ନ କାହିଁ ଫାଇନ୍ କରାହେଉଛି ସଚେତନ ନହେଲେ ଜୋରିମାନା ହେଉଛି। ତେଣୁ ଆପଣ ପ୍ରଥମେ ସ୍ପିଡ଼ ନିଶା ସେବନ କରିକି ଗାଡ଼ି ଚଲେଇବେନି। ଟୁ ହ୍ୱିଲର ଗାଡ଼ିରେ 2 ଜଣ ହେଲମେଟ୍ ପିନ୍ଧି ବସିବେ, ତାଠାରୁ ଅଧିକା ଲୋକ ବସିବେନି। ଯେମିତି ଟ୍ରକ୍ ବସ୍ରେ ଅତ୍ୟଧିକ ମାଲ ବା ଯାତ୍ରୀ ପରିବହନ କରିବେନି। ଏ ଦିଗ ପ୍ରତି ଆପଣମାନେ ଧ୍ୟାନ ଦିଅନ୍ତୁ। ସୁରକ୍ଷାର ସହିତ ଗାଡ଼ି ଚାଳନା କଲେ ଆକ୍ସିଡେଣ୍ଟ ନିଶ୍ଚିତ ଭାବରେ କମିବ। ସବୁ ଦିଗ ପ୍ରତି ପଦକ୍ଷେପ ଆମର ନିଆଯାଉଛି। ଯେମିତି ଆପଣ ଏନଫୋର୍ସମେଣ୍ଟ, ଇଞ୍ଜିନିୟରିଂ, ଏଜୁକେସନ୍ ସବୁ ଦିଗ ପ୍ରତି ଆମେ ପଦକ୍ଷେପ ନେଇ କାର୍ଯ୍ୟକ୍ରମ ଚାଲୁ ରହିବ। ନାଇଁ 2024 ହେଇଥିଲା 220। ସ୍ଲାଇଟ୍ ବିଟ୍ କମିଛି। ଆମର ଯେଉଁ ଟ୍ରାଫିକ୍ ଇନ୍ସପେକ୍ଟର MVI ଏମାନେ ରେଗୁଲାର ଚେକିଂ ଟାଉନ୍ ଭିତରେ ଆରମ୍ଭ ହୋଇଗଲାଣି। ଫାଇନ୍ ବି କରାହେଉଛି। ସେଥିପ୍ରତି ଆମେ ଧ୍ୟାନ ଦେଉଛୁ। ଆମେ ବି ସ୍ପେଶିଆଲି ଆମର PIକି ଜୁନିୟର ଭାଇକି ମୁଁ କହିଛି ଟାଉନ୍ ଭିତରେ ଚେକିଂଟା ଜୋରଦାର ହେବ ୱିଥ୍ ପୋଲିସ ସପୋର୍ଟ। 2 ଦିନ ତଳେ ଗୋଟେ ମଡିଫିକେସନ୍ ଆସିଛି ଆମର, ସେମିତି ଆମର ବି ଚେକିଂ କରାହେଇଛି। ଆମେ 17ଟା କରିଛୁ ନା, 17ଟା ଜାଗାରେ ଆମେ ଚେକିଂ କରିଛୁ। ତାଙ୍କୁ ବି ଇନଷ୍ଟ୍ରକ୍ସନ୍ ଦିଆହେଇଛି ସେମିତି ସେ କରିପାରିବେନି। ଆହୁରି ବି ନୂଆ 2 ଦିନ ତଳେ ଗୋଟେ ଆସିଛି ଯେଉଁଟା ଆମ NIC ସଫ୍ଟୱେୟାର ଡେଭଲପ୍ କରିଛି, ତାର ଆହୁରି ଅଧିକ କଡ଼ାକଡ଼ି କରାଯିବ। ମାସେ ଦୀର୍ଘ ମାସେ ଧରି ଯେଉଁ ଟ୍ରାଫିକ୍ ରୁଲ୍ସ ମାନିବା ପାଇଁ ଯେଉଁ ଆୱାରନେସ୍ ପ୍ରୋଗ୍ରାମ ଚାଲିଥିଲା, ତାର ଆଜି ହେଉଛି ଉଦ୍ଯାପନୀ ଦିବସ। ଏହା ଆମର ୱିମେନ୍ସ କଲେଜ ପ୍ରେମିସେସ୍ ଭିତରେ ହେଇଥିଲା। ଏଥିରେ ଡେପୁଟି କମିଶନର ଅଧ୍ୟକ୍ଷତା କରିଥିଲେ ଏବଂ ଏ ଗୁଡ୍ ନମ୍ବର ଅଫ୍ ଡିଷ୍ଟ୍ରିକ୍ଟ ଲେଭେଲ ଅଫିସର୍ସ ୱେର୍ ପ୍ରେଜେଣ୍ଟ। ଛାତ୍ରଛାତ୍ରୀମାନେ ଥିଲେ, ଆମର ସାମ୍ବାଦିକ ବନ୍ଧୁଗଣ ଥିଲେ। ଆଉ ଏଇଟା ବହୁତ ସୁନ୍ଦର ଭାବରେ ପାଳନ କରାଯାଇଛି। ଆଉ ଏଇ ଉପଲକ୍ଷେ ମୁଁ ଆମ କଳାହାଣ୍ଡି ଜିଲ୍ଲାର ସମସ୍ତ ଭାଇ ଭଉଣୀମାନଙ୍କୁ ମୁଁ ଅନୁରୋଧ କରିବି, ମୁଁ ରିକ୍ୱେଷ୍ଟ କରିବି ଯେ ସେମାନେ ଟ୍ରାଫିକ୍ ରୁଲ୍ସ ଭଲ ଭାବରେ ମାନନ୍ତୁ। ଟୁ ହ୍ୱିଲର୍ସରେ ଯେତେବେଳେ ଯାଉଛନ୍ତି ହେଲମେଟ୍ ପିନ୍ଧନ୍ତୁ ଏବଂ ବଜାୟ ରଖନ୍ତୁ ଯେ ମାନେ ଆମର ଯେଉଁ ଟ୍ରାଫିକ୍ ରୁଲ୍ସ ମାନିବାଟା ପୁରା କଣ୍ଟିନ୍ୟୁଅସଲି ବଜାୟ ରଖନ୍ତୁ। ନହେଲେ କ'ଣ ହେବ କି ଆକ୍ସିଡେଣ୍ଟସ୍ ବେଶୀ ହେବ ଏବଂ ଲୋକମାନେ ଅନ୍ନେସେସାରୀ ତାଙ୍କର ଦେ ୱିଲ୍ ଲୁଜ୍ ଦେୟାର ଲାଇଫ୍।